कौन से डिंब ସେଇଟା କହିବି ଯେ ତମେ ଜାଣିଛ ଜଣେ ଗୁଆ ଦେଲେ ଜଣେ ବେଭାର ଦଉଛି मोरटा सरू ନାଇଁ ତମର ଯାହା ପଚାରିଥିଲ ହେଇଗଲା ଆଉ ଦ୍ୱିତୀୟ କଥା ପଚାରୁଛ ନାଇଁ ନାଇଁ ସେଇଟା ଦ୍ୱିତୀୟରେ କହିବି ତମେ କହିଲ କାଉସାରେ ଦେଉଛି ହେଲେ ସେ କାଉସାରେ କାଇ ତମେ ତମେ କାଉ ଭାଷା କଥା ମୋତେ କହିନଥିଲ ହାଁ ପିଲା କଥା କହିଥିଲ ମୁଁ ପିଲା କଥା କହିଦେଲି କାଉ କଥାଟା ପଛାଉଥରେ କହିବି ଆଉ ପିଲାଟିଆ ଆଜ୍ଞା ତାକେ ମତେ ଗୁଆ ଦେଇଛନ୍ତି ଭୋଜି ମୁଁ ଖାଇଲି ଏ କିନ୍ତୁ ଦେଖ ମୁଁ ହେଲେ ଗୁଆ ଦେବାକୁ ହେଲେ ଘର ଦ୍ୱାରା ନାହିଁ ଆର ଥୋଡା ପିଲା ଆର ଘର ନାହିଁ କେମିତି ତନ କହିଲି ଯାଇକି କାଉ ଭାଷାରେ ଘର ନାହିଁ ବୋଲି क्यों କଣ ପାଇଁ ସେଟା ପଛେ କହିବି ଭାଇନା ମୁଁ ମଧ୍ୟ ଗାଉଛି ଦେଖ ଗଞ୍ଜାମ ଗୀତ 26 ବର୍ଷ ହୋଇଲା ମାତ୍ର ସତ ମୋ ଗୁରୁ ଜଗନ୍ନାଥ ଜେନା ଅଟଇ ଗଞ୍ଜାମ ଜିଲ୍ଲାର ସଭାପତି ଥାଇ ସେ ଗୁରୁ ଆଶୀର୍ବାଦେ ଗାଉଛି ଗୀତ ଏଥିପାଇଁ ଭୟ ମରୁ ନାହିଁ ଯେ ଚିତ କହିବେ ଯାହା ହେଲା କାରଣ ମୁଁ ମଧ୍ୟ ଗୋଟିଏ କଥା ଦେବି କହିନୁ କାହିଁକି ରାଗିଗଲା ନାଇଁ ନାଇଁ ରାଗ ନାହିଁ ଗୋଳା ଗୋଳି କଲେ ହବନି ଏଠି ନା ହବ ଯେ ରାଗିଗଲା କେବେ ନାହିଁ ଭାଇ ଭାଇ ପାଖରେ ଭାଇକୁ ମାନ ଯେ ନାଇଁ ତୁମର ରେ ସାନ ଭାଇ ଯଦି ମାନ ନାହିଁ କି ଭାଇ କହିଲ ମୁଁ ଗାଉଛି ବୋଲି ଏରେ କଥା କହିଦେଲ କାହିଁକି ନା ବାବା ମୁଁ ଜାଣିଛି ତୁମେ ସେ ଗୁରୁ উদয় মাস্টার সঙ্গে গাইছি গীত জানিছি বরস বিতিলানি যে মাত্র কাহিনী পেতরে বাদল ছাই বাদল নথিলে বিদ্যা কেবে হয় পচার পচার ভাই ମୁଁ ଜାଣିବା କଥା ଯାକ ଦେଇ ଅଛି କହି ମୁଁ ମଧ୍ୟ ପୁରାଣରେ ଯାଉଛି କହି ହେ ବଡ଼ ଭାଇ ନ କହିଲେ ମୋ ମନ କେବେ ଦୁଃଖ ନାହିଁ କେବଳ ପ୍ରଶ୍ରବାରେ ବଳିଛି ଚିତ୍ତମତି ବସିଛନ୍ତି ପଣ୍ଡିତ କହ ଆଜି ଧୀରେ ଏ ଗ୍ରାମକୁ ଯେବେ ମୁଁ ଆସିଲି ଦେଖ ଭାଇ ଦେଖିଲି ଛୋଟିଆ ଯେ ସ୍କୁଲ ଅଛି ମାତ୍ର ଗୋଟିଏ ପିଲାକୁ ପଢ଼ାଅନ୍ତି ପାଠ କେତେ ଜଣ ଥିଲେ ଶିକ୍ଷକ ଯେ ସତ ସେ ଶିକ୍ଷକ କଥା କେବେ ନ ଶୁଣିଲା ଶିକ୍ଷକ ମାନେ ବିଚାର ମାତ୍ର ଏବେ ଭଲା ମହିଳା ଚଣ୍ଡାଳ କେଡ଼େ କର୍ମ କଲୁ ଆମ୍ଭର କଥା କେବେ କର୍ଣ୍ଣ ନ ଶୁଣିଲୁ ତୋତେ ଆଜିରେ ଦେବୁ ଏବେ ମାରି ଗୋଟିଏ ଲୋକକୁ ଆଣିଲେ ହକାରି ସେ ଲୋକଟା ମାଷ୍ଟେ କିଏ ସେ ବଟଇ କେତେ ହାତ ଲମ୍ବା ନାମ କିସ ସେଇ ସେ ଲୋକଟା ମାରିଲା କାହାକୁ ଯେ ଯାଇ କାଇଁ କଥାରେ ବାପ ଟିକେ କହିଦିଅ କଥାରେ ପଦ୍ୟରେ ତ କହିବେ କଥାରେ କାଇଁ କେମିତି ଗୋଟେ ଆଇଲା ମୁଁ କଥା ମୁଁ ଗୀତ ଗାଇଲା ବେଳେ ଲୋକ ପୁରା ବୁଝି ଯାଉଥିଲେ ସେ ଲୋକ ଦିଟା ଝିଅ ପିଲା ଥିଲେ ଝିଅ କହିଲା ତମେ ଯୋଉ ଏ ପିଲା ପାଠ ପଢୁଥିଲା ସେ ପିଲାଟା ପାଠ ପଢୁଥିଲା ହେଲେ ଏ ପିଲାଟାକୁ ପଚାରିଲେ କହିପାରିବେ ତମେ ସେତିକି କଥାରେ କଣ ସେ ପ୍ରଶ୍ନଟା ମୁଁ ଯେତେବେଳେ ଗାଁକୁ ଆଇଲି ଗୋଟେ ସ୍କୁଲରେ ଦେଖିଲି ପାଠ ପଢୁଛନ୍ତି ପିଲାକୁ ପାଠ ପଢୁଛନ୍ତି ସ୍କୁଲରେ ଆଉ କଣ ହେଲେ କେତେ ଲୋକ ଛାତ୍ର ମାଷ୍ଟର ହେଲେ ଥିଲେ ହଁ ଅଛନ୍ତି ଆଉ କେତେ ଲୋକ ମାଷ୍ଟର ଥିଲେ ସେ ପିଲାଟା ଟିକେ ଅବଲା ପିଲାଟା ଅପଲକରା ପିଲାଟା ସେ ପିଲା ଉପରେ ରାଗ ହେଇକିରି ମାଷ୍ଟର ମାନେ ଜଣକୁ ଡାକିଲେ ସେ ଗାଁ ଡାକିଲେ ଯେ ଖାଲିରେ ଡାକିଲା ତା ପାଇଁ ହେଲେ ବହୁତ ଟଙ୍କା ଖର୍ଚ୍ଚ କରୁଛୁ ଖର୍ଚ୍ଚ କରି ଡାକିଲେ ସେ ଲୋକଟାକୁ ଏ ଲୋକଟାକୁ କହିଲେ ସେ ପିଲାଟାକୁ ଯାଇକି ମାରିଦବୁ ସେ ପିଲାଟାକୁ ଯାଇକି ମାରିଦବୁ ମାତ୍ର ସେ ପିଲାକୁ ମାରିବ କିସ ଦେଖ ସେହି ଲୋକ ମାଷ୍ଟର ମାନଙ୍କୁ ମାରି ନ ଦେଖ ପକାଇଲା ଧ୍ରୁବ ଏ କଥା ଦେଖି ମୁଁ ହଇଲି ତାଟକା 3 ଘଣ୍ଟା ପର୍ଯ୍ୟନ୍ତ ମତେ ନ ଲାଗିଲା ନା ଟିକା ସେ ପିଲାଟାକୁ ମାରିଦବ ବୋଲି ଯିଏ ମାରିବା ଥିଲା ସେ ମାଷ୍ଟରଙ୍କୁ ମାରିଦେଲା ନା ଯିଏ ମାରିବା ଥିଲା ତାକୁ ମାରିଦେଲା ମାଷ୍ଟର ମନ ତରତରିଆ ହବ ମଇଁଷି ବିଠିରେ ଜାଣିବ ନାନିଲ ମୁଲିଆ ଦୁଃଖ ଏବେ ଛତା ଟେକି ବେଳ ଦେଖ ଧାନରେ ମାଣ୍ଡିଆ ମିଶୁ
সরু সরু করি না নিল বন্দিয়া বসু বন্দিয়া বসু এবে সাউকু সুন্দর দিশু। টেবুলু পরে টিভি শয়ে মাগিলে না তুমি 200 দেবী 200 দেবী তোতে যাতরা দে খাই নেবি। মতে 20 টাকা মিলছে যাত্রা দেখি যা ছতরপুরে যাত্রা হইছে তেল পকেয়া গাড়ি পয়সা নাই লো মা মু তেল পকেই তমে নিও খালি এতে দিন হেলা মু কাউ চকলেট দেইনি 20 টাকা দিও নবা 20 টাকা দিও এবে কইলা কাউ মতে কথারে নাও কামরে গিলে পଛୁ গনে আলো কোনে 200 টাকা দে দে আঙ্কে আরে দেখি দে জুরে কেতল তু বুঝুলু আইলা রে বাটরে কইলে চা পিও বলি কইলে 500 টাকা গাড়ি দেখুন চেন নাই তুমি দেই দেই থ মু দেবি কেতল হেলে তু কোন কইলু হগিলে পछु গন তমে এইটা মু নাই আর সবু গায়ক মানଙ୍କର এইটা কাম। হ্যাঁ তমে আর আরে কোন যদি না কঠিন ধারা তটি ফিটিওনি নাই কি হেলে তেণু করি সব যদি তরল ঝাড়া হব বেলে কফ ফফ ସବୁ তাই যাউথরি আর ফিটি যাবে কি নিয়াজি তু সদা খাউ তু রসনা খাউ তু তো ঝাড়া হউনি ভলা পাটি কি তো দাও না ভাই 15 টাকা হেলে জয় মা ঠাকুরানী হ্যাঁ 8 বড় বাসি নিল জয় মা ঠাকুরানী। ইয়ে মা বাপা পুরে ঝগড়া শাশু বউরে গড়া তো এ মাই হ্যাঁ এ কলিযুগরে সবু মিন্দি হচ্ছে কোন ପାଇଁ কোন ভাই না পুଅ ଯଦି ଯାଉଥିବ ସେରଡ ବାହାରିଥିବ ଗାଡିଟା ବାହାର କରିଥିବ ହଁ ବୋପା ବୁଢା 80 ବର୍ଷର ବୁଢା ପିଣ୍ଢାରେ ବଇଥିବ ବୋଲି କୁଆଡେ ଦୂର ନା ସେରଡ ବଜାରକୁ ଯାଉଛି ସେରଡ ବଜାରକୁ ଯାଉଛି ବୋଇଲେ ହଁ ହଁ ସେ ସମୟରେ ଆଜ୍ଞା କଣ ହେଇଛି ନା ନାଶ ବୁଡେଡି ଆଣୁ ନା ମୁଁ ଅନୁଗୁଳରୁ ବାହାରିଲା ଟିକେ ନାଶ ଆହା ହେଲେ ମାଇକିନା ଯଦି ପିଲାଟାକୁ ପଠେଇବ ମୋ ପାଇଁ 500 ଟଙ୍କାର ଫେରଲ ପାଉଡର ଯଦି ଆଣିବ ବୋଲି ଆଣିବାକୁ ପଡିବ ହେଁ ନା ନାଇଁ ଲୋ ମା ଆଣିବ ତେଣୁ ବାପା ପୁଅରେ ଝଗଡା ଶାଶୁ ବୋଉରେ ଗଡା ତୋରା ଆଉ ଭାଇ ଭଉଣୀରେ ବିବାହ ହେଲେଣି ଆଜ୍ଞା ଭାଇ ଭଉଣୀରେ ବିବାହ ହେଲେଣି ଦି ଭଉଣୀରେ ସମନ୍ଧିଆ ଆଣି ଜୟ ମା ଠାକୁରା 8 ବড় ବାସିନୀ ଲୋ ଜୟ ମା ଠାକୁରା। ଆଜ୍ଞା ଭାଇ ବୋଉ ଦେଢଶୁର ଭାଉଜ ସଙ୍ଗରେ ଦିଅ ତାଙ୍କ ଥିଲେ ଦେବେ ନା ହେଟା ନାଇଁ ତାଙ୍କ ପାଖରେ ନାଇଁ ଚୁଟି ହେଇଯିବ ସାଉଣ୍ଡ ହେଇଯିବ
ସୁଦୁରୁ ଭାଇନା ନାଇଁ କାଣେ ବାଜବ ଯୋଉଠି ନାଇଁ ହେଲା ହେଲା ଏ ହେଲା। ତମେ କାଣେ ଏମିତି ହଉଛ ବେକାରେ ଆଜ୍ଞା ଭାଇ ବୋଉ ଦେଢଶୁରର ଭାଉଜ ସଙ୍ଗରେ ଦିଅର ଆଉ ଶ୍ୱଶୁର ବୋଉର ବିରତି ଲାଗିଛି କଳିଯୁ ଗଲ ମା ଆଉ ଶ୍ୱଶୁର ବୋଉର ବିରତି ଲାଗିଛି କୋର୍ଟ କଚୋରୀ ସରିଗଲାଣି ଜୟ ମା ଠାକୁରା ଆଠ ବର ଆସିନି ଜୟ ମା ଠାକୁରା চন্দ্র আছে নাই নাই লা চন্দ্র আছে নাই নাই এবা চন্দ্র আছে নাই নাই লা চন্দ্র আছে নাই নাই গাই গোটে মেরি আসুছি কানে গাই গোটে মেরি আসুছি কানে বপিলা দৌড় ভাইলা বপিলা দৌড় ভাই চন্দ্র আছে নাই নাই লা চন্দ্র আছে নাই নাই ଏ ମାଏ ହଁ ଆମର କିଶୋର ଭାଇ ପଚାରିଛନ୍ତି ସ୍କୁଲରେ ପାଠ ପଢିଆ ତୁ ପାଠ ପଢି ଯାଇଛୁ ନା ହଁ ଯାଇଛି ହେଲେ ସେ ପାଠ ପଢିଆ ଭିତରେ କଣ ହେଇଛି ନା କେତେ ମାଷ୍ଟର ଅଛନ୍ତି କେତେ ପିଲା ପାଠ ପଢୁଛନ୍ତି ପଢୁଛନ୍ତି ହେଲେ ସେ ମାଷ୍ଟର କଣ କହିଲେ ଯେ ପିଲା ଦୁଷ୍ଟ ହବାରୁ କଥା ନ ଶୁଣିବାରୁ ହଁ ହେଲେ କଣ କରିଛନ୍ତି ନା କାହାକୁ ଡାକିକିରି ମାରିବାକୁ ପିଲାକୁ କହିଲେ ମାରିବାରୁ ହେଲେ କଣ ସେ ପିଲା ମାରିଦେଲା ନା କଣ ବାପ କିଅଣ ପିଲାକୁ ହେ, ଆଜ୍ଞା। ମାରିନାହାନ୍ତି ମାଷ୍ଟରକୁ ମାରିଲେ ଏମାନ ମୋ হ্যাঁ। ପଣ୍ଡିତ ମଣ୍ଡଳୀ ଦେବେ ମତି ଗତି ପଚାରିବା କଥା ଗୋଟି ଯାହା ଭାରତୀ আচ্ছা ସତ୍ୟ ଯୁଗର ଏ କଥା ଗୋଟି ତହିଁ আহা କଶ୍ୟପ ନନ୍ଦନ ଥିଲେ ଦେଖ ଦୁଇ ଭାଇ ହିରଣ୍ୟ ହିରଣାକ୍ଷ ବୋଲି ଅଟେ ଦୁଇ ଭାଇ ମହାଦୁଷ୍ଟ ଉତ୍ପାତ କରିଲେ ମହାମହି ତେଣୁ ଜାଣିକରି ଦେବତା ମାନଙ୍କ କଥା ସେତେବେଳେ ଶୁଣିଲେ ଦୁଃଖ ଜଗତ ଜିତା ବରାହ ଅବତାର କରିଲେ ଧାରଣ ହିରଣାକ୍ଷକୁ କଲେ ନିଧନ ବଡ ଭାଇ ମରିବାରୁ ସାନ ଭାଇ ହିରଣ୍ୟ ସୁବର୍ଣ୍ଣ ରାଜ୍ୟରେ ହୋଇଲା ରାଜ আচ্ছা ଯେତେବେଳେ ହିରଣ୍ୟ ହେଲା ନୃପତି ଆଜ୍ଞା ଓୟା ଧୁକୁ ଯେ ବିବାଦ ହେଲା ଲୋମ ପାଦ ଆଜ୍ଞା ଉତ୍ତାନ ପାଦ ରାଜା କନ୍ୟା ଦେଖ ସେ କୟା ଧୂସତୀ ବିବାହ ହୋଇଲା ଦେଖ ଯେ ନୃପତି ତାକଳରେ ଗୋଟିଏ ସୁନ୍ଦର ପୁତ୍ର ଜାତ ପ୍ରହ୍ଲାଦ ବୋଲି ଆଜ୍ଞା ହେଲା ଯେ ନାମନ୍ତ ମହାଧାର୍ମିକ ଆତ୍ମା ଗୋଟିଏ ଜନ୍ମିଲା ମାତୃ ଗର୍ଭରୁ ବ୍ରହ୍ମ ଜ୍ଞାନ ଯେ ପରା ରାମ ନାମ ଗୋଟିଏ ଆଜ୍ଞା କରୁଛି ଯେ ଜପ ସେଦିନ ହିରଣ୍ୟ କହୁଛି ଯେ ମାତ୍ର ଏ ତ ପଞ୍ଚୁଆତି ବେଳରୁ ଗାୟ ହରି ନାମ ଭାତୃ ହଇରି ଅଟନ୍ତି ନାରାୟଣ ତେଣୁ କରି ଭାତୃ ହଇରି ନାମକୁ ଜପଇ ଏ ପିଲାକୁ କେବେ ମୁଁ ଛାଡ଼ିବି ନାହିଁ ରାଜମନ୍ତ୍ରୀ ପାଟ ଗୁରୁ ଗୋବିନ୍ଦ ବିକ୍ରମ ସମସ୍ତେ ରାଜାଙ୍କୁ ବୁଝାଇଲେ ମାତ୍ର ପିଲା ଲୋକର କିଛି ନାହିଁ ଯେ ଜ୍ଞାନ ଯାହା ପଢାଇଲେ ପଢିବ ଯେ ନନ୍ଦନ ତେଣୁ ଶୁକ୍ରାଚାର୍ଯ୍ୟଙ୍କର ଦୁଇଟି ନନ୍ଦନ ତାଙ୍କ ଶାଢୀ କରି ଅଛନ୍ତି ଯେ ଜାଣ ହେଲେ ଆମର ଯୋଉ ନାଟକ ଯୋଉ ଅଛି ଏ ନାଟକରେ କଣ ସେଇଟା ତାଙ୍କ ନାଁ କଣ ଚଣ୍ଡ ନା କଣ দণ্ডমার্গ ହଁ ବା ପ୍ରଚଣ୍ଡ କିଆ ମାର୍କା ନା ଚଣ୍ଡ ଏ ଯୋଉ ଆଜ୍ଞା ଶୁକ୍ରାଚାର୍ଯ୍ୟଙ୍କ ଦୁଇଟି ବଳା
ଚନ୍ଦ୍ରମାର କଣ୍ଡି ବୋଲି ଦୁଇଟି ପରା ଆଚ୍ଛା ସେ ଦୁଇ ଚାଟଶାଳୀ କରନ୍ତି ତାଙ୍କୁ ଡାକିଲେ ଦେଖ ରାଜା ନୃପତି ଆହେ ଗୁରୁଦେବ ଖେନ ଯେ ବାଣୀ ଅବୁଝା ଅଟେ ମୋର କୁମାର ମଣି ଏ ଅବୁଝା ପିଲା ଧରେ ହରି ନାମ ୟାଙ୍କୁ ନେଇ ତାକୁ ଦେବ ସତ ଜ୍ଞାନ ଆଚ୍ଛା ସେ ଚନ୍ଦ୍ରମାର କଣ୍ଡି ପିଲା ନେଲେ ଆଜ୍ଞା ଶିବ ନାମକୁ ପରେ ବସବଇଲେ ଦିଟା ମାଷ୍ଟର ବେଲେ ହବନି, କେତୁଟା 10ଟା ବେଲେ ହବନି, 5ଟା ବେଲେ ହବନି। ମୁଁ ପଚାରୁଛି ମାଷ୍ଟର କେତେ ନବ ପଢଉଥିଲେ? ହଁ ଦି ଲୋକ ଦିଟା ପୁଅ ଦିନ ବେଲେ ତ ହବନି ଆଉ। ହୁଁ ବହି ଯାହା ଲେଖା ହେଇଛି ଆଉ। ତମ ବହିରେ ଲେଖା ହେଇଛି ବିଷ୍ଣୁ କେଶରୀ ଲେଖା ହେଇଛି ଆମ ବହିରେ। ହଁ ହଁ ଏ ତମର ଥିଲେ ତମ ବହିଟା ତମେ ଯୋଉ ବହିଟା ଅଛି ତାର ଦିଟା ପୁଅ ସେ ଆଁ? ପୁଅ ଦିଟା ସ୍କୁଟିରେ ଯାଇଥିଲି। ହେଲେ ସେ ଦିଟା ପୁଅ ଆକା ବର୍ତ୍ତମାନ ହେଲେ ଚନ୍ଦ୍ରମାର୍କ ଯୋଉ ଚଣ୍ଡମାର୍କଣ୍ଡି ତମ ବହିରେ କଣ ଲେଖା ହେଇଥିବ ସେଟା ତମେ କହିବ ସେ କଥାଟା କଣ হ্যাঁ ହେଲେ ସେ ପିଲା ଦିଟା ଆଜ୍ଞା ଯେତେ ପାଠ ପଢେଇଲେ ତାକୁ ବହୁତ ଆଜ୍ଞା ଈଶ୍ୱରଙ୍କର ଜ୍ଞାନ ଗୁଡାକ ଶିକ୍ଷା ଦେଲେ আচ্ছা ତାକୁ ଶିଖେଇଲେ ବାପ ପ୍ରହ୍ଲାଦ ପଢେ ପାଠ ନା କି ପାଠ ପଢିବି ନା ଶମ୍ଭୁରୀଶ ପଶୁପତି ଶିବ ଶ୍ରୀନଂ ମହେଶ୍ୱର ଈଶ୍ୱର ଚନ୍ଦ୍ରଶେଖର ଭୂତ ସୁଖଣ୍ଡ ପରଶୁ ଗିରିଶ ଗିରିଶ ମୂଢ ମୃତ୍ୟୁଞ୍ଜୟ କୃତିବାସ ପିନାକିନଂ ପ୍ରଥମାଧୀପം ଉଗ୍ର କପର୍ଦିନ ଶ୍ରୀକଣ୍ଠ ସିତିକଣ୍ଠ କପାଳ ଭୂତ ବାମଦେବ ବିରୁବାକ୍ଷଂ ତିଲୋଚନ କଷାନୁରେତ ସର୍ପଜ୍ଞ ଦୁର୍ତୃତି ନିହଲୋଇତଂ ସ୍ୱରଂ ହରଂ ଭର୍ଗ୍ୟ ତ୍ରୟମ୍ବକ ତ୍ରିପୁରାନ୍ତ ଗନ୍ଧ କରିପୁ ପ୍ରତୁଦଂଶନ ମୁଚୋଦଜ ବୋମକେଶ ଭବ ବିବସ୍ଥାଣୁ ରୁଦ୍ର ଉମାପତି ହର ହର ଗୌରୀବର ଅକର୍ମ କର୍ମଦାୟକ ଦେବ ପଞ୍ଚାନ କର୍ମରେ ନଥିଲେ ମଧ୍ୟ ଦିଅନ୍ତି ଯେ ଦାନ ନିଧୁନି ଚିନ୍ତା କଲେ ଦିଅନ୍ତି ଧନ ଦାନ ଅପୁତ୍ରିକ କଲେ ଦିଅନ୍ତି ପୁତ୍ର ଦାନ ରେ ପୁତ୍ର ଇମିତିକା ଶିବଙ୍କର କୃପାମୟ ପାଠ ପଢ ସେତେବେଳେ ପୁତ୍ର ମାନେ ଯେତେବେଳେ ପାଠ ପଢିଲେ ଯୋଉ ପାଠ ପଢିଲେ ଗୁରୁଦେବ ପରୀକ୍ଷା କଲେ ବାପ କି ପାଠ ପଢିଲ ସେତେବେଳେ ଆଜ୍ଞା ପିଲା ଦିଟା ଯୋଉ କଥା କହିଲେ ଏ ଗୁରୁଦେବ ତାଟକା ହେଇକିରି ଆଜ୍ଞା କାହିଁକି ନା ଏଣେ ମାରିଲେ ଗୋ ହତ୍ୟା ତେଣେ ମାରିଲେ ବ୍ରହ୍ମ ହତ୍ୟା ଯଦି ପିଲାକୁ ଶିକ୍ଷା ଦବାର ଏ କଥା ରାଜା ନ ଜାଣିବ ପିଲାକୁ ପରିବର୍ତ୍ତନ ନହେଲେ ରାଜା ମୁଣ୍ଡ କାଟିଦବ ହିରଣ୍ୟ ମୁଣ୍ଡ କାଟ ହବ ତେଣୁକରି ଆଜ୍ଞା ପଚାରିଲେ ବାପ କି ପାଠ ପଢିଲ ନା ସେ ପିଲା ଆଜ୍ଞା ଗାଇଲେ ସେ ପିଲା କହିଲେ ଗୁରୁଦେବ ଆମେ ପାଠ ପଢିବୁ ନା କଣ ନା ଏମିତିକା ପାଠ ପଢିଲୁ ଏ ଜଗତରେ ଯିଏ 14 ବ୍ରହ୍ମାଣ୍ଡରେ ଯିଏ ହତ୍ୟା କଥା ଯାର ନାମ ଜଗନ୍ନାଥ ପ୍ରଭୁ ଚିନ୍ତାମଣି ପାଣି ରଞ୍ଜନ ସିଏ ଦେବ ଚକ୍ର ପାଣି ହେଲେ ମାଷ୍ଟର ଆପଣ ବିଷ୍ଣୁ କେଶରୀ ପ୍ରକୃତ ପାଠ ଠିକ କହିଲ। ଗାଁକୁ ଆଇଲ ଚାବି କାଟି ଧରିଲ ପେଢି ପାଖକୁ ଗଲ ସତ କଥା ବୋପାର ମାର ହେଲେ ମୁଁ ମାଷ୍ଟର କେତେ ଗୋଟିଏ ଦେଇ ଅଛି କହି କୋଲ କୁଟାକୁ ଡାକି ଦେବେ ଯାଇ ସେ ଲୋକଟା ମୂଳେ କେତେ ଖର୍ଚ୍ଚ ଯିବ ହୋଇ ବାପ ମୁଁ ସେ ଦଣ୍ଡ ବଣ୍ଡ କଥା ଏତେ କାହାକୁ କେମିତି କଥା କୀର୍ତ୍ତି ଦଣ୍ଡ ଏତେ କହିବିନି ମୁଁ କେତେ ସେ କାହାକୁ ଡାକି ନେଲେ କିସ କଲେ ଚଣ୍ଡ ଯୋଉ ମାର୍କଣ୍ଡି ଦିଟା ଏ ଦିଟା ପୁଅ ତାକୁ ପାଠ ପଢେଇଲେ ହଁ। ତାପରେ ସେ ଡାକିଛି ପରୀକ୍ଷା କରିବାକୁ ଆଉ ରାଜା ଡାକେଲେ ହେଲା କି ପାଠ ନା ହଁ ଆଜ୍ଞା ହେଇଗଲା ନାଇଁ ନାଇଁ ରଜା ପାଖକୁ ଯାଇନି ରଜା ପାଖକୁ ନ ଯିବା ପୂର୍ବରୁ ଯୋଉ ଚଣ୍ଡମାର୍କ କହୁନାହାନ୍ତି ହଁ ହଁ ଚାଟଶାଳୀ ଜାଗା ଏଇଟା ହେଇଛି। ହଁ ହେଲା କଣ ହେଲା ମୁଁ ତ ତମକୁ ପଚାରୁଛି ମୁଁ ତ ଏବେ ପଚାରୁଛି ଆଉ ହାଁ ମୁଁ ପଚାରୁଛି ମତେ ପଚାରୁଛ ହଁ ମାତ୍ର ଚଣ୍ଡମାର୍କ ଯୋଉ ଦେବେନି ପୁଅ ଯେ ନେଲେ କଣ କଥା କେବେ ନ ଶୁଣିଲେ ଆହୁରି ଶୁକ୍ରଙ୍କର କେତେକ ସୁତ ଶିଷ୍ୟ ପିଲା ବୋଲି ଯେ ଲେଖିଛନ୍ତି ସତ 100 ଜଣ ପିଲା ପଢାଇଲେ ପାଠ ନ ବୁଝିଲା ପ୍ରହ୍ଲାଦ ଶୁଣ ଏବେ ତତ୍ତ୍ୱ ତାପରେ କିସ କଲେ 100 ଜଣ ସେ କଥା ମାଷ୍ଟେ ଦିଅନ୍ତୁ ତମେ କହିଦିଅ ମୁଁ କହିଦେଲି 100 ଲୋକ ମୁଁ ତ କହିଲି ଆଉ ସେ ପିଲାଟା ପାଠ ପଢିଲା 100 ଲୋକ ସେ ପିଲାଟେ କିଅଣ କଲେ ମୁଁ ଆଉ ଜାଣିନି ସେଇଠୁ କିଏ ମାରିବାକୁ ଆଇବନି କିଏ ମତେ ଆଉ ଜଣା ନାହିଁ ହଉ ପୁରାଣ ଛାଡ ସେ କଥା ଛାଡ। ନାଇଁ ନାଇଁ ସେ କହିବାର ଅଛି ନା
ମୁଁ ତମର ଭଳିଆ ରାଗ ପଡିଲି କି ମୁଁ ଏବେ ରାଗ ପଡୁନି ନା। କେମିତି ମୁଁ ସହଜରେ ନାଇଁ, ନାଇଁ। ତମ ଅଠାଟା ତମକୁ ଧରେ ନାଇଁ ନାଇଁ ମୁଁ ରାଗ ପଡିଲେ କି ତମ ହାଣ୍ଡିଲା ଭାଙ୍ଗିଦେବି। ଆଜ୍ଞା ସେ ମାହାଳିଆ ପ୍ରଶ୍ନ କଥା ଛାଡ, ପଇସା ଦିଆ ପ୍ରଶ୍ନ ମହର ଅଣ୍ଟି ପଛର ଦେଖ। ହଁ କାଇଁ କହିଦିଅ ସେ କିଅଁ କଲେ କିଏ ପଇସା ଦିଏ? ସେଇଟା କୁହ ଆଗେ ପଇସା ପଠେଇବ ଆମ ଦି ଜଣ ଯାକ ଆମ ଦିଟା ପ୍ରଶ୍ନ ତ ଆଉ। ସେଇଟା କୁହ ଆଗେ। ଏଇଟା କହିବାନି କି ଆମ କଥା ଆମ ଘର ନାଇଁ କଥା। ନାଇଁ ଆମ ତମର ନାଇଁ ଆଜ୍ଞା କୋର୍ଟ କହିଲେ କେସ୍ ଥିଲା ନା ହଁ ହେ ତମେ ଜାଣିନ ମିଲି ବାଲାର ଧାନ ନିଜ ଘରର ଥିବ, ଘରେ ଖବର ଯଦି 50 ହଗଡ଼ ଆଣିଲା ବେଳେ ଲୋକର ଚୁରେଇବ ନା ଆମ ଘରର ମାଟିଣି ଥିବ। ଭିତରେ ପଇ ଯାଇଛି ଲୋକ ତା କଥା ନିଜ ଘର କଥା ଥାଉ କେତେବେଳେ ହବନି। ମୁଁ ପଢି ଦଉଛି ସେଇଟା କହିଛି ହେଲେ ମୋର ଦର୍ଶକ ସମାଜ ଶୁଣ ଦେଇ କରି ମନ ଲେଖିଲା ବାବୁ ଦେଖ ବିଷ୍ଣୁ କେଶରୀରେ ଜାଣ ଆଜ୍ଞା ସତ୍ୟ ଯୁଗର ପାଠ ମାତ୍ର ଏବେ ନେଇ କହୁଛି ତୁମକୁ ଏବେ ପଦ୍ୟରେ ଯେ ଥୋଇ ଆଜ୍ଞା 100 ଜଣ ମାଷ୍ଟର ଦେଖ ପଢାଇଲେ ପାଠ ନ ଶୁଣିଲା ପ୍ରହ୍ଲାଦ ଦେଇ କରି ମତ ସେଦିନ ଗୋଟିଏ ଯଜ୍ଞ 100 ଜଣ କଲେ ସେଠାରୁ ଗୋଟିଏ ଦେବ ଜାତ ଯେ ହଇଲେ ଆଜ୍ଞା ଦିବ୍ୟ ଝିଆ ବୋଲି ତାର ନାମ ଅଟଇ ଦିବ୍ୟ ଝିଆ ବୋଲି ଦେଖ ତା ନାମ ତୃତୀୟା ବୋଲି ତାର ନାମ ଯେ ଅଟଇ ତୃତୀୟା ବୋଲିଣ ଅଗ୍ନିଙ୍କର ନାମ ଅଗ୍ନି ମଧ୍ୟରୁ ଜାତ ହୋଇଲା ତକ୍ଷଣ ଭୟଙ୍କର ରୂପ ଧରିଛି ସେହି ପ୍ରହ୍ଲାଦକୁ ମାରିବାକୁ ଗଲା ପଳାଇ ଦେଖିଲା ଶଙ୍ଖ ଚକ୍ର ଗଦା ଯେ ପଦ୍ମ ଭୟଭୀତ କୃତିଆ ହୋଇଲା ନିଶତ ତାକୁ କି ମାରିବ ହୋଇଲା ଦଣ୍ଡମତ 100 ବ୍ରାହ୍ମଣକୁ ଦେଖ ଦେଲା ମାରିତ। ଏ ପ୍ରହ୍ଲାଦକୁ ଯେତେବେଳେ ମାରିବାକୁ ଗଲେ ଏ ଯୋଉ କୃତିଆ ଅଗ୍ନିରୁ ଜାତ ହେଇଥିଲେ ଭଗବାନଙ୍କର 4ଟି ଆୟୁଧ ତାଙ୍କର ଦେହରେ ଦେଖି ଭୟଭୀତ ହେଇ ଆଜ୍ଞା ଲେଉଟି ଆଇକିରି 100 ପୁଅକୁ ମାରିଦେଲେ। ସେଇଠି ପ୍ରହ୍ଲାଦ ବଡ ବିପଦରେ ପଡିଗଲେ। କରପତ୍ର ଯୋଡ଼ି ଡାକିଲେ ଭଗବାନ ପୁରୁଷ ଜଗନ୍ନାଥଙ୍କୁ କଣ ବୋଲି ଆହେ ଦିନ ଦୁଃଖ ହରା ହରି ଏହି କୋଶଳ କରା ପାରି आहे नारायण जगत जीवना दुखी लोकों दुख छारी है मुरारी दुखी लोकों दुख छारी तुम्हें जानो तो सकल प्रीति एते भुलाई छलखी पति हत्या पाप लागिला देखा आज सीधारी आज
সেদিন প্রহ্লাদ ভগবান পুরুষକୁ ডাকিଲା ଆରତ ହୋଇ ହଁ। ଏ ଜଗତ ଜୀବନ ପତିତ ପାବନ ଏ ବ୍ରହ୍ମହତ୍ୟା ପାପରୁ ମୁକ୍ତି କରନ୍ତୁ ଆପଣ। ଆଜ୍ଞା କମ୍ପିଲା ବୈକୁଣ୍ଠ ଜାଣିଲେ ଭଗବାନ, କମ୍ପିଲା ବୈକୁଣ୍ଠ ଜାଣିଲେ ଭଗବାନ, ବ୍ରାହ୍ମଣ ରୂପକୁ ହେଲେଣି ରେ ନାରାୟଣ। ଚାଟ ଶାଢ଼ୀରେ ହୋଇଲେ ଉପସ୍ଥିତ, ପଚାରିଲେ ସୁଧାମନାର ପୁଅ ପ୍ରକୃତ। ବୋଇଲେ ପୁଅରେ ହୋଇଲା କିସ, ଆସିଥିଲା କହିବାକୁ ତୋର ସର୍ବନାଶ। ତୋହର ମୁଣ୍ଡ ଭାଜିବେ ଏହି 100 ଜଣ, ତାଙ୍କ ପାଇଁ କିପା ଚିନ୍ତା କରୁଛୁ ଏ ସ୍ଥାନ। ସେଦିନ ପ୍ରହ୍ଲାଦ ଯୋଡ଼ି ଦେଲା କହନ, ଆହେ ଚକ୍ରଧର ଶୁଣ ମୋର ଗିର। କହୁଅଛି ପ୍ରଭୁ ହିଁ ତୁମ୍ଭର ଆଗୁର, ଏ ଜୀବନ ପଛେ ନରକେ ପଡ଼ିଥାଉ, ଏ ଜୀବନ ପଛେ ମୋର ନରକେ ପଡ଼ିଥାଉ। ଜଗତ ପ୍ରଭୁ ଦେଖ ଉଦ୍ଧାର ହେଉ। ସେଦିନ ପ୍ରଭୁ ଟେକି ଦେଲେ କର, 100 ଜଣ ଉପରେ ଲଗାଇଲେ ଠାକୁର। ଅମୃତ କର ଦେଲେ କବୁଲାଇ, ନିଦ୍ରାରୁ ଉଠିଲା ପରି ଉଠିଲେ ସେଇ। ଲେଖା ହୋଇଅଛି ବିଷ୍ଣୁ କେଶରୀ ଯେ ବହି, ହେ ଗୁରୁ ଗୁରୁ ହେନ ମୋ ବିନତି, କହିଲି ବୋଲି ମୋ ରାଗ ଏବେ ମତି। ଯାହା ଜାଣିଥିଲି ତାହା ଦେଲି ଯେ କଇଟି। ହେଲା ଆଉ ଗୋଟେ ଭାରତରେ ସମ୍ମୁଖ ଯୁଦ୍ଧରେ ମାରି ପାରିବେ ନାହିଁ କିଏ ବର ଦେଇଥିଲେ? ଭାରତ ଯୁଦ୍ଧରେ ଆଜ୍ଞା ଯେ ଲେଖି ଦେଇଛନ୍ତି ନିମିତ ଭାରତର ସମ୍ମୁଖ ଯୁଦ୍ଧରେ ହନୁ କ୍ଷମା ମାଗିଲେ, ଆଗେ ଲେଖା ହେଇଛି ହନୁ କ୍ଷମା ମାଗିଲେ ଭାରତର ସମ୍ମୁଖ ଯୁଦ୍ଧରେ ମାରି ପାରିବେ ନାହିଁ କିଏ ବର ଦେଇଥିଲେ? ଆଉ ସଂଶୋଧନ କରି ପଢ। ଆଉ ଦେଖ ମତେ ପଇସା ସହିତ ଦଉଛି କି? ପଇସା ରଖ। ପଇସା ଦଉ, ପଇସା ଦଉ। ଜଣା ନାହିଁ 25 ଭାଗ ହବ। 20 ଟାଇମ୍ ଦେଇଥିଲେ 5 ତମର ରହିବନି। ଦେଇଦିଅ 20 ଟାଇମ୍ ଦେଇଦିଅ 5 ଭାଇ ହାତକୁ ଆଇଲା